स्वागतम सुस्वागतम बंधु। आज आम कन्या राशि उपर आलोचना करिबा। ए कन्या राशि उत्तर फाल्गुनी बोले 12 नक्षत्र, हस्ता 13 नक्षत्र, चित्रा 14 नक्षत्र अटे। यही राशि अधिपति बुध। तेणु कन्या राशि बंधु माने जी जो नक्षत्र अधिकारी से माने समस्ते की प्रकार सुख बा दुख भोगिबे मे 13 रु जून 15 जाए से विषय रे पुंखानुपुंख आलोचना करिया पाई मु प्रस्तुत हेले। आपण माने प्रस्तुत तो आसंतु सुनिबा। एबे मेषरे बुध और शुक्र, एणु कन्या पाई दशम रे एई बुध वा शुक्र, दशम को कर्म घर कहा जाए। बुध और शुक्र कन्या राशि कर्म को चलइबे। कन्यार अधिपति बुध, एणु कर्म सफल हेबो। वृषरे रवि और बृहस्पति माने एकादश रे अर्थात लाभ रे रवि और गुरु, सुतरां भल आय हेबो। कन्या रे केतु माने जन्म केतु, स्वास्थ्य पाई संकट काल। कुंभ रे शनि, षष्ठ रे शनि सर्व शुभ। ऋण और रोगर विनाश हेबो। मीन रे राहु और मंगल, फल रे विपरीत लिंगी माने पुरुषर थिले स्त्रीर, स्त्रीर थिले पुरुषर अनिष्ट हेबो। ग्रह चलन धारा को आमे तो पठन कले हेले रवि मेषरु वृष गले। रवि ए 3 नक्षत्र को संपूर्ण भावरे दया करिवे। रवि एबे कन्या राशि पाई प्रसन्न। चित्रा नक्षत्र को से आदेश कले जे पुआ तुमे जुआड़े जाउछ जाओ, आग डाहाण पाद पकेइब, गाड़ी रे आग डाहाण पाद बुलेइब, नहले मते आउ खराब भाबिबनी। मु कहूनी मो रवि कहिचंदी। आउ बाकी 2 नक्षत्र माने उत्तर फाल्गुनी और हस्ता, ये दुहिं कहले तुमे तुम डाहाण हाथ रे यथाशक्ति दान दियो। दान परम धर्म, जे दिए से पाए केते 6 गुण। राहु सुख और सुतर अधिकारी। राहु दुखी अवस्था रे थिबा व्यक्ति को सुख देवे। जे सुखी थिबो ता उपरे स्वर्णमुष्टि करिवे। बाकी सुत लाभ, जो दंपति संतान उद्देश्य रे पुत्र उद्देश्य रे आकांक्षित राहु तांको कल्याण करिवे, से पुत्रवान हेवे। तेणु यही शुभ समय आसीछि। तेणु यही कन्या राशि पाई मु आनंदित। केतु पाई जो शारीरिक समस्या हेबो आमे गणेशंकर शरणापन्न हेबा। एभली हेले आमर मंगल नहले बाम पादरे मृत्युवत पीड़ा हेबो, भारी यंत्रणा हेबो बाम पादरे। आमे गणेश को पूजा करबा धारा तो जानिचे जे किछि गला सिंदूर, गुआ घेरे गला हेतिबा सिंदूर बा नाली चंदन आकु आमे पाखु आनिबा। ता छड़ा 20टा दुब, 20टी अरुआ चाउल पाखु आनिबा, मथारे सिंदूर दबा। तापरे 2टी दुब, 2टी अरुआ चाउल से मथारे छुआई गणेशंकर
ତାଙ୍କ ପାଦରେ ଦେବା, ଲାଲ ଫୁଲ ଥିଲେ ପାଦରେ ଦେବା, ମଥାରେ ଦେବା। ଆଉ ଏଇ ଦବା ସମୟରେ କହୁଥିବା ଓଂ ଗଂ ଗଣପତये ନମଃ, ଓଂ ଗଂ ଗଣପତये ନମଃ ହେଲେ ସେ ଖୁସି ତ କେତୁ ଖୁସି ହେଲେ ଆମର ଯେଉଁ ବାମ ପଦରେ ଯେଉଁ ଦୁଃଖ ହବାର ଅଛି ହବନି। ବନ୍ଧୁ, କନ୍ୟା ରାଶି ପାଇଁ ଅଶୁଭ ଦିନ ହେଲା ଶନିବାର, ଅଶୁଭ ନକ୍ଷତ୍ର ହେଲା ଶ୍ରବଣା, ଅଶୁଭ ତିଥି ହେଲା ଅଷ୍ଟମୀ, ଅଶୁଭ ଚନ୍ଦ୍ର ହେଲା ମିଥୁନ ଚନ୍ଦ୍ର। ଏହି ରାଶି ପାଇଁ ବୁଧ ଓ ଗୁରୁବାର ଶୁଭ, ନାଲି ଓ ହଳଦିଆ ରଙ୍ଗ ଶୁଭ, 2, 3, 5 ଓ 6 ସଂଖ୍ୟା ଶୁଭ ଅଟେ। ଏହି ସବୁ ଜାଣି ଆମେ ଶନିବାର, ଶ୍ରବଣ ନକ୍ଷତ୍ର, ଅଷ୍ଟମୀ ତିଥି, ମିଥୁନ ଚନ୍ଦ୍ର ପଡ଼ୁଥିବା ଦିନ ହାତେ ମାପି ଚାଖଣ୍ଡେ ଚାଲିବା, ଜଗି ରଖି ଚଲିବା, ଜଗି ରଖି କଥାବାର୍ତ୍ତା ହେବା, ମାନ ଅଭିମାନ କରିବା ନାହିଁ, ସମ୍ଭାଳି ନେବା। ଏଇ ଦିନ, ଏଇ ତିଥି, ଏଇ ନକ୍ଷତ୍ରରେ ହଉ ଏବେ ଜାଣିବା ଏ ମାସର କଥା। ପରିବାର ସମ ବିଷମ ଉଚ୍ଚ ନିଚ ଦେଇ ଗତି କରିବ। ପରିସ୍ଥିତି ଭଲ ନୁହଁ, ଖରାପ ନୁହଁ। ସୁତରାଂ କେବେ ଖରା, କେବେ ବର୍ଷା ପରି, କେବେ ଶାନ୍ତି ତ କେବେ ଅଶାନ୍ତ ପରିବେଶ ସୃଷ୍ଟି ହେବ। କର୍ମାଧିପ ବୁଧ ଅଷ୍ଟମରେ, ରାଶ୍ୟାଧିପ ମଙ୍ଗଳଙ୍କର ଦ୍ୱିତୀୟରେ। ଏଣୁ କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ମନାନ୍ତର ବା ମତାନ୍ତର ଦେଖାଦେଲେ ବି ବୃହସ୍ପତି ପାଇଁ କର୍ମ କ୍ଷେତ୍ରରେ ଉନ୍ନତି ହେବ। ଲଗ୍ନରେ କେତୁ ହେତୁ ଓ ଲଗ୍ନକୁ ରାହୁ ଓ ମଙ୍ଗଳ ଦେଖୁଥିବାରୁ ସ୍ୱାସ୍ଥ୍ୟ ହାନି ହେବାର ସୂଚନା ମିଳୁଛି। ବ୍ୟବସାୟ କ୍ଷେତ୍ର ମାନ୍ଦା ରହିବ, ସାମାନ୍ୟ ମାତ୍ର ଲାଭ ହେବ। ମାସର ଶେଷ ସପ୍ତାହରେ ଭଲ ଉନ୍ନତି ହେବ, କାରଣ 31 ତାରିଖରେ ବୁଧ ବୃଷକୁ ଆସିଯିବେ। ମେ ପହିଲା ପରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମୟ କଟିପାରେ, ସାମାଜିକ ପ୍ରତିପତ୍ତି ବଢ଼ିପାରେ, ପଡ଼ି ରହିଥିବା କାମ ସବୁ ବିକଶିତ ହେବ। ପଡ଼ିଆ ଜମିକୁ ଆପଣ ଉଠିଆ କରିପାରିବେ। ପଡ଼ୁଥିବା ସମସ୍ତ ସମସ୍ୟା ସମାଧାନ ହେବ। ମାତ୍ର ପାଠ ପଢ଼ୁଥିବା ମହିଳା ଶିକ୍ଷାର ଆଲୋକ ଦେଖି ଖୁସି ହେବେ, ଗୃହିଣୀମାନେ ପ୍ରସନ୍ନ ହେବେ, ଛାତ୍ର ଛାତ୍ରୀଙ୍କର ମଙ୍ଗଳ ହେବ। ଆମେ ଏବେ ଜାଣିବା ଏ ମାସର ଅଶୁଭ ତାରିଖ କିଏ କିଏ। ଯେ ଯେଉଁ ତାରିଖ ଫାଷ୍ଟରେ କହିବି ସେଦିନ ଟିକେ ହୁସିଆର ହେବେ, କଞ୍ଜୁସ ହେବେ, ହାତକୁ ଜାକିବେ, ଖର୍ଚ୍ଚ କରିବେନି। କାରଣ ମେ 15, 21, 27, ମେ 15, 21, 27, ଜୁନ 3, 4, 7, 12, ମେ 15, 21, 27, ଜୁନ 3, 4, 7, 12 ଏ ଦିନ ବୃଥା ବ୍ୟୟ ହେବ। ସାବଧାନ, ଦରିଦ୍ର ହେଇଯାଇପାରନ୍ତି, ହୁସିଆର ରହିବେ। ଆଉ ମେ 18, 25 ଶନିବାର ପଡ଼ୁଛି, ଜୁନ 1 ଓ 8 ବି ଶନିବାର। ଏ ତାରିଖରେ ଟିକେ ଜଗି ରଖି ଚଳିବେ। 29 ତାରିଖ, ମେ 29 ଶ୍ରବଣା, ମେ 29 ଶ୍ରବଣ ନକ୍ଷତ୍ର, ମେ 31 ଅଷ୍ଟମୀ ତିଥି ଆଉ ମିଥୁନ ଚନ୍ଦ୍ର। ମେ 31 ସାବଧାନ ରହିବେ, ଅଷ୍ଟମୀ ତିଥି ଆଉ ମିଥୁନ ଚନ୍ଦ୍ର। ଜୁନ 9 ମିଥୁନ ଚନ୍ଦ୍ର, ଜୁନ 14 ଅଷ୍ଟମୀ ତିଥି। ଏଇ ଦିନମାନଙ୍କରେ ଆମେ ଯଦି ହୁସିଆରି ହେବା ତାହେଲେ ଆମର ମଙ୍ଗଳ। ନହେଲେ ମୁଁ କ'ଣ କରିବି? ଯେତିକି ଜାଣିଲି, ଯେତିକି ଜାଣିଛି, ଯେତିକି ଗବେଷଣା କଲି ସେତିକି କହିଲି। ଏବେ ରହିଲି। ଆଉ ନମସ୍କାର।